वेलकम है कि फेयरवेल मीटिंग प्लस 3 तांको सीनियर जो मन को फेयरवेल मीटिंग करते अब पिकनिक रे मु देखि पिकनिक हो कि पूजा हो पिकनिक समय 100% समय पिला नहीं काम करती को पिला कोन कहार दरकार केतोल ताकर सुविधा सुविधा सब का समान बुझंती समय मु देखि जेतोल हमर पिकनिक एबे जाइथिला हम निकट अतीतरे अशोक झड़ी सेठी हम टिके विलंबर पहुंचीथिलु किंतु बाटा का से बुझुतानी सब पिला माने सार माने सब ठीक ठाक ସେମାନେ ଖାଇଲେ କି ନାହିଁ କଣ କେତେବେଳେ କଣ ଖାଇବେ ସବୁ କଥା ବୁଝୁଥାନ୍ତି ମୁଁ ସେମାନଙ୍କୁ ପଚାରେ ଯେ ତମ କଥା ତମେ ନିଜେ ବୁଝୁଛ ନା ନାହିଁ ତାଙ୍କ ସେମାନେ ସେ କାମ କରିକି ମୋ ସହିତ ହେଇଯାଇଥାଏ କିନ୍ତୁ ସେମାନଙ୍କୁ ବୁଝାଏ ପିଲାମାନେ ଆମ ଅନ୍ୟ ପିଲାମାନେ ଖାଇଲେ ନା ନାହିଁ ସାର୍ ମାନେ ଖାଇଛନ୍ତି ନା ନାହିଁ ଏସବୁ କଥା ବୁଝୁଥାନ୍ତି ଆମେ ଯାହା ହଉ ସେଠି ବିଳମ୍ବରେ ପହଞ୍ଚିଲୁ ବିଳମ୍ବରେ ପହଞ୍ଚିଲା ପରେ ଆମେ ଆଗେ ଦେଖୁଥିଲୁ ସାର୍ ମାନେ ଆମେ ଥିଲୁ ସାର୍ ମ୍ୟାଡାମ ମାନେ ଆମେ ସେଠି ଆମେ ପ୍ରଥମେ ଆମେ ଆଗେ ଆରମ୍ଭ କରିଦେବା ସବୁ କାର୍ଯ୍ୟକ୍ରମ ତାପରେ ପିଲାମାନେ ଯିବେ ବୁଲିକି ଆସିବେ କିନ୍ତୁ ସେମାନେ କହୁଥାନ୍ତି ସାର୍ ସମସ୍ତେ ବୁଲିବାକୁ ପଳାନ୍ତୁ ଆମେ ଅଛୁ ଛାଡ଼ି ପିଲାଙ୍କୁ ଦେଖିବୁ ସେମାନେ ନିଶ୍ଚୟ ଉଦ୍ଧାର ନେଇ ସେମାନେ ପୁରା ଲାଗି ପଡ଼ିଥାନ୍ତି ତାପରେ ପିଲାଙ୍କୁ ନେଇକି ଆମେ ଆମେ ଗାଡ଼ି କରିକି ଯିବୁ ସେମାନଙ୍କୁ ଆମର ଗାଡ଼ି ଦରକାର ନାହିଁ ଆମ ପିଲାମାନେ ସେଇଭଳିଆ ନା ତେଣୁ ଆମେ ନିଜକୁ ନିଜେ ଗାଡ଼ି କରିକି ଆମେ ଯିବୁ ତାଙ୍କ ପାଖରେ ସିଏ ଦେଖିଥିଲେ ତାଙ୍କ ବୟସ ଅନୁସାରେ ସେମାନେ ଅଧିକା ସଚେତନ ସେମାନେ ଥିଲେ ଆଉ ଯେତେବେଳେ ଭୋଜି ସରିଲା ଆମର ଭୋଜିର ଖାଇବା ସମୟ ହେଲା ସେତେବେଳେ ପିଲା ପିଲି ସମସ୍ତେ ଆଗେ ଖାଇଦିଅ କିନ୍ତୁ ସେମାନେ ନା ସେମାନେ ଏମାନେ ସବୁ ଅଛନ୍ତି ଖାଡ଼ି ପିଲା ପ୍ଲେଟ୍ରେ ନିଜେ ନେଇ ଆସିଥାନ୍ତି ଯେ ଆଗେ ସାର୍ ମାନଙ୍କୁ ଦେବା କିନ୍ତୁ ଆମେ ଚାହୁଁ ପିଲାମାନେ ଆଗେ ଖାଇସାରିଲା ଆମେ ଟିକେ ଫ୍ରି ହେଇଯିବୁ ଆଟଲିଷ୍ଟ ପିଲାମାନେ ସବୁ ଖାଇସାରିଲା ପରେ ଆମେ ତାପରେ ଆରାମରେ ବସିକି ଖାଇବୁ କିନ୍ତୁ ସେମାନେ ସେଇଆ ଚାହୁଁଛନ୍ତି ତାଙ୍କ ମୋ ସହିତ ହେଇଯାଏ କିନ୍ତୁ ସାର୍ ମାନେ ଆଗେ ଖାଆନ୍ତି ପ୍ଲସ୍ 3 5 ସେକେଣ୍ଡ ଅନ୍ୟ ପିଲାମାନେ ଆଗେ ଖାଆନ୍ତି ଆମେ ପଛେ ଖାଇବୁ ଯାହା ହଉ ସେମାନଙ୍କର ଜୁନିୟର ପିଲାମାନଙ୍କ ପ୍ରତି ସେ ଭଲ ପାଇବା ଅଛି ବଣ୍ଡିଂ ଅଛି ସେ ଆଫେକ୍ସନ୍ ତାଙ୍କର ଅଛି ଆଉ ଏମାନଙ୍କର ବି ପ୍ଲସ୍ 3 5 ସେକେଣ୍ଡ ପିଲାମାନଙ୍କର ବି ସେମିତି ତମମାନଙ୍କ ପ୍ରତି ତାଙ୍କର ରେସ୍ପେକ୍ଟ ବି ଅଛି ଆମମାନଙ୍କ ସହିତ ବି ସେମିତି ଆଟାଚମେଣ୍ଟ ଅଛି କିନ୍ତୁ ଯେତେ ଯାହା ଥିଲେ ବି ପ୍ଲସ୍ 3 ଥାର୍ଡ ଇୟର ପରେ ଯାହା ହେଲେ ବି ତମେ ଗୋଟେ ଅନୁଷ୍ଠାନରୁ ଯାଇକି ଆଉ ଗୋଟେ ଅନୁଷ୍ଠାନକୁ ଯିବ ଯେତେବେଳେ ଅନ୍ୟ ଗୋଟେ ଅନୁଷ୍ଠାନକୁ ଯିବ ଏ କଲେଜ ତୁମେ ଯେତେବେଳେ ଫେରୱେଲ୍ ଦେବ ତମମାନଙ୍କ ମନରେ ବି କଷ୍ଟ ହେଉଥିବ ଆମେ ଯାହା କହିଲେ ବି ଆମମାନଙ୍କ ମନରେ ମଧ୍ୟ ସେଇଭଳିଆ କଷ୍ଟ ଲାଗିବ କିନ୍ତୁ ସବୁଦିନ ପାଇଁ ତମ ପ୍ରତି ଆମର ସେଇଭଳିଆ ଆଶୀର୍ବାଦ ଅଛି ସେଇଭଳିଆ ଆଫେକ୍ସନ୍ ରହିବ ତମମାନଙ୍କର ବି ସେମିତି ଡିପାର୍ଟମେଣ୍ଟ ପ୍ରତି ଯାହା ଥିଲା ସେଇଟା ନିଶ୍ଚିତ ସବୁଦିନ ପାଇଁ ରହିବ ତାପରେ ଆଉ ଗୋଟେ ଜିନିଷ ତମେ ଦେଖିବ ଯେ ତମେ ଯାହା ବି କର୍ମ କର ଭବିଷ୍ୟତରେ ଯାହା କର୍ମ ବେଳେବେଳେ ତମମାନଙ୍କୁ ଏଇଆ ବି ଲାଗିପାରେ ଯେ ମୁଁ ତ ଅଧିକା ପରିଶ୍ରମ କଲି ମୋ ଫଳଟା ପାଇଁ ସେତେ ଅଧିକା ହେଲାନି ବେଳେବେଳେ ଲାଗେ ପିଲାମାନେ ଯେ ମୁଁ ମନେକର ମୁଁ ପାଠ ପଢ଼ୁଛି 10 ଘଣ୍ଟା ଆଉ ଗୋଟେ ପିଲା ପଢ଼ୁଛି 5 ଘଣ୍ଟା ପାଠ ପଢ଼ୁଛି ସିଏ ଯାହା ରେଜଲ୍ଟ କଲା ଯଦି ସେ 70 ମାର୍କ ଥିଲା ମୁଁ ବି ସେ 70% ରହିବି କାହିଁକି ସେତେବେଳେ ମନରେ ପ୍ରଶ୍ନ ଆସେ ଯେ ଅନ୍ୟ ଡିପାର୍ଟମେଣ୍ଟ ପିଲାଟା 5 ଘଣ୍ଟା ପଢ଼ିକି ଯାହା ପାଇଲା ମୁଁ ଏଇ ଡିପାର୍ଟମେଣ୍ଟ 10 ଘଣ୍ଟା ପାଠ ପଢ଼ି ସେଇ ସମାନ ମାର୍କ ପାଇଛି ତାହେଲେ କାହିଁକି ଅଧିକା ମାର୍କ ପାଇଲେ ଅଧିକା ପ୍ରଶ୍ନ ଫଳ ପାଇଲେ ତାର କାରଣ ମୁଁ କହୁଛି ଅନ୍ୟ ଡିପାର୍ଟମେଣ୍ଟ ଆମ ଡିପାର୍ଟମେଣ୍ଟ ଭିତରେ ଛାଡ଼ କହୁଛି ଅନ୍ୟ ଡିପାର୍ଟମେଣ୍ଟ ଆମ ଡିପାର୍ଟମେଣ୍ଟର ଫରକ ଏଇଆ ଅଛି ଯେ ସେମାନେ ଡାଇରେକ୍ଟ ଯାହା ପଢ଼ିଲେ ମନେକର ଥିଓରି ପଢ଼ିଲେ ପରୀକ୍ଷାକୁ ଗଲାବେଳକୁ ଦେଖିବ ଡାଇରେକ୍ଟ କ୍ୱେଶ୍ଚିନ୍ ସେଗୁଡ଼ା ହିଁ ଥିବ ସେଇ ଭିତରେ କିଛି କ୍ୱେଶ୍ଚିନ୍ ଥାଏ କିନ୍ତୁ ଫିଜିକାଲ ସାଇନ୍ସ ଡିପାର୍ଟମେଣ୍ଟ ଟିକେ ଭିନ୍ନ ଯାହା ପଢ଼ିଥାଅ ତା ସହିତ ଆପ୍ଲିକେସନ୍ ବି ଥାଏ ଆଚ୍ଛା ଆପ୍ଲିକେସନ୍ ସମାନ ଥିଓରି ରହିଲା ଆପ୍ଲିକେସନ୍ ପାଇଁ ତ ଆଉ ସମୟ ଅଧିକା ଦରକାର ତେଣୁ ଅଧିକା ସମୟ ଦେବାକୁ ପଡ଼ିବ ସେଇ ମାର୍କରେ ପହଞ୍ଚିବା ପାଇଁ 70% ମାର୍କରେ ପହଞ୍ଚିବା ପାଇଁ ସେମାନେ ଯଦି 5 ଘଣ୍ଟା ସମୟ ଦେଇଛନ୍ତି ଆମକୁ 7 ଘଣ୍ଟା ସମୟ କାହିଁକି ଦେବାକୁ ପଡ଼ୁଛି କାରଣ ସମାନ ଜିନିଷ ପଢ଼ିଲେ ତା ସହିତ ଆପ୍ଲିକେସନ୍ ପଢ଼ିବେ ଯେମିତି ଆମ ପାଠରେ ଅଛି ପାର୍ସିଆଲ ଡିଫରେନ୍ସିଆଲ ଇକ୍ୱେସନ୍ ଆଣ୍ଡ ଇଟ୍ସ ଆପ୍ଲିକେସନ୍